ରାନୀ ଏ ରାନୀ ତୋ କାନ କଣ ଫୁଟି ଯାଇଛି ଶୁଭା ଯାଉନି ନା କଣ ତତେ? ଆଜ୍ଞା ମା। ଆଲୋ ଆଲୋ ଖେଣି ତୋ କାନଟାକୁ କୋଉଠି ନେଇ ରଖିଦେଇ ଆସିଥିଲୁ? ଡାକି ଡାକି ମୋ ତଣ୍ଟି ଫାଟିଗଲାଣି। ଏ ଆସି କହୁଛି ଆଜ୍ଞା ମା। ଯା ଜଲ୍ଦି ପିଠା ମିଠା କଣ ବନେଇ ମୁଁ ଆଜି ମୋ ଝିଅ ଘରକୁ ଯିବି। ଆଜ୍ଞା ମା। ସାନ ବୋହୂ ସାନ ବୋହୂ ଆଜ୍ଞା ମା। ଯା ଜଲ୍ଦି ବାହାରି ପଳେଇ ଆସିବୁ। ଆମେ ଆଜି ମୋ ଝିଅ ଘରକୁ ଯିବା। ନାଇଁ ମା ମୋର ଆଜି ଇଚ୍ଛା ନାହିଁ। ଆରେ ଯା। ହଉ ଠିକ ଅଛି। ମା ଆପଣ ରୂପାକୁ ତ କହିଥିଲେ ସ୍ୱାମୀଙ୍କ ଘରକୁ ଯିବା ପାଇଁ, କାଇଁ ମତେ ତ କହିଲେନି? ତତେ ଏମିତି କିଏ କି ତତେ କହିବି? ମା ମୁଁ ଏ ଘରର ବଡ ବୋହୂ। ଆଚ୍ଛା ତୁ ଯଦି ବଡ ବୋହୂ ତାହେଲେ ତୁ କାଇଁ ଯୌତୁକ ଆଣିନଥିଲୁ? ସେ ତ ବହୁତ ଯୌତୁକ ଆଣିଥିଲା ସେଥିପାଇଁ ସେ ହିଁ ଯିବ। ହେଲେ ମା ତୁ ଚୁପ କର। ଯା ଜଲ୍ଦି ପିଠା କରିବୁ। ହଉ ମୁଁ ବି ଯାଏ ବାହାରି ପଳେଇ ଆସେ। ରାନୀ ଏ ରାନୀ ଆଜ୍ଞା ମା। ତୋର ପିଠା କରା ସରିଲା? ଆଜ୍ଞା ମା ମୋର ପିଠା କରା ସରିଗଲେ। ଯା ପ୍ୟାକିଂ କରିଦବୁ। ଆଜ୍ଞା ମା। ସାନ ବୋହୂ ସାନ ବୋହୂ ଆଜ୍ଞା ମା। ତୁ ରେଡି ହେଇଗଲୁ? ହଁ ମା ମୁଁ ରେଡି ହେଇଗଲି। ଏଇ କୁଆଡେ ଗଲୁ? ଆଜ୍ଞା ମା ନିଅନ୍ତୁ। ସାନ ବୋହୂ ଚାଲ ଯିବା। ଆପଣ ଚାଲନ୍ତୁ ମୁଁ ଆସୁଛି। ହଉ। ଦେଖିଲ ତ ଅପା ମା ମତେ କେତେ ଭଲ ପାଆନ୍ତି। ମା ତୁ ମତେ କାହିଁକି ଏଇ ଘରେ ବାହା ଦଉଥିଲୁ? ଆଉ ଯଦି ବାହା ଦେଲୁ ତାହେଲେ ଯୌତୁକ କଣ ପାଇଁ ଦେଲୁନି? ମୁଁ ତତେ ଫୋନ କରିକି ଏଇଟା ବି କହିପାରିବିନି କି ମୋ ଶାଶୁ ଆଉ ଯା ମୋ ଉପରେ ଅତ୍ୟାଚାର କରିଛନ୍ତି ବୋଲି। ତତେ ମୁଁ କେମିତି ଏଇ କଥା କହିବି? ତୋର ପା ମା ମନ, ତୁ କଣ ଏ କଥା ସବୁ ଶୁଣିକି ସହିପାରିବୁ? ଭିଡ଼ିଓ ଭଲ ତ ଲାଇକ୍ କମେଣ୍ଟ ସେୟାର କରିଦେବେ, ସବସ୍କ୍ରାଇବ କରିବାକୁ ଜମା ବି ପୁଣି ଦେଖା ଗୋଟେ ନୂଆ ଭିଡ଼ିଓ ରହିଲୁ। ଜୟ ଜଗନ୍ନାଥ।